ମଳୟ ପବନ ଗୋବିନ୍ଦ କାଷ୍ଟକୁ କରନ୍ତି ଚନ୍ଦନ ଗୋବିନ୍ଦ 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 କାଳୁଛି ମକରନ୍ଦ ଗୋବିନ୍ଦ ରେ ଜୀବ ସାଧୁ ସଙ୍ଗ ବିନୁ ଗୋବିନ୍ଦ ଲଭିନ ପାରେ ମୋର ତନୁ ଗୋବିନ୍ଦ ଗୋବିନ୍ଦ ହରି ବୋଲ ହୁଳହୁଳି ଜୟ କାଳୁଛି ମକରନ୍ଦ ଗୋବିନ୍ଦ ଆମେ କାଷ୍ଟ ହେଇକିରି ସମସ୍ତେ ଚୁଲିରେ ପଶିଥାନ୍ତେ ଆମକୁ ଚନ୍ଦନ କରିବା ବାଲା ହେଉଛନ୍ତି ଆମ ସାଧୁ ଭଗବାନ ଆମ ଗୁରୁ ଭଗବାନ ତେଣୁ ସାଧୁ ଏବଂ ଗୁରୁଦେବଙ୍କର ପରମ କୃପାରୁ ପରମ ଗୁରୁଙ୍କର ଯେଉଁ ସୁନ୍ଦର ମହୋତ୍ସବ ଅବସ୍ଥିତ ହେଇଛି ଏବଂ ସେଥିପାଇଁ ଆମେ ପ୍ରଥମେ ଆମର ଚଳନ୍ତି ବିଷ୍ଣୁ ତାଙ୍କୁ ଦର୍ଶନ କଲେ ଆମ ଗୁରୁଦେବଙ୍କୁ ଦର୍ଶନ କଲେ ସାଧୁଙ୍କୁ ଦର୍ଶନ କଲେ ବର୍ତ୍ତମାନ ସ୍ୱଳ୍ପ ସମୟରେ ସେଇ ମହାପ୍ରଭୁଙ୍କର ଦିବ୍ୟ କଥା କଥା ତ କଥା ଆଉ ନା କଥା ସକାଳୁ କଥା ହଉଛେ ସନ୍ଧ୍ୟାବେଳେ କଥା ହଉଛେ ଦ୍ୱିପହର କଥା ହଉଛେ ରାତିରେ କଥା ହଉଛେ ଭାଇ ତାକୁ କଥା କୁହାଯାଏ ନାହିଁ ତାହେଲେ କଥା କ'ଣ କହିଲେ ବିନୁ ସତସଙ୍ଗ ନ ହରି କଥା ଯଜ୍ଞ ହେଲେ ଯଜ୍ଞ ଧୂମ ଉପରକୁ ଗଲେ ପବିତ୍ରତାର ବାତାବରଣ ସୃଷ୍ଟି ହେଲା ଏକରେ ତ ନୀଳାଚଳ ଧାମ ଇଏ ସର୍ବେଶାଂ ସର୍ବକ୍ଷେତ୍ରାଣାଂ ରାଜାଶ୍ରୀ ପୁରୁଷୋତ୍ତମ ସର୍ବେଶାଂ ସର୍ବଦେବାନାଂ ରାଜାଶ୍ରୀ ପୁରୁଷୋତ୍ତମ ଦେବତା ମାନଙ୍କର ରାଜା ହେଲେ ଜଗନ୍ନାଥ ମହାପ୍ରଭୁ କ୍ଷେତ୍ର ମାନଙ୍କର ରାଜା ହେଲେ ପୁରୁଷୋତ୍ତମ କ୍ଷେତ୍ର ଆପଣ ମାନେ ସମସ୍ତେ ବେଳେ ବେଳେ କୁହନ୍ତି କୋଉ ମୁଁ କ'ଣ କରୁଛି ଯେ ଟିକେ ବୈକୁଣ୍ଠକୁ ଯାଆନ୍ତି ଆମେ ପ୍ରକୃତରେ ବୈକୁଣ୍ଠରେ ଅଛେ ଦାନ୍ତ ଥିବା ଲୋକ ଦାନ୍ତର ମୂଲ୍ୟ ନ ବୁଝିଲା ଭଳିଆ ଆମେ ଏକରେ ଦୁର୍ଲଭ ଜନ୍ମ ପାଇଲେ ମନୁଷ୍ୟ ଜନ୍ମ ଯେତେ ଜନ୍ମ ଅଛି ଆକରେ 4,84,000 ଯୋନି ଭ୍ରମତ୍ୟୟ ଜୀବ ବିନାଶୀ ପୁନରପି ଜନ୍ମଂ ପୁନରପି ମରଣଂ ପୁନରପି ଜନନୀ ଜଠରେ ଶୟନ ଜନ୍ମ ମରଣ ଚକ୍ରରେ ବୁଲୁଛେ 84 ଲକ୍ଷ ଜନ୍ମ ଭ୍ରମଣ କରି ସାରିଲା ପରେ ମନୁଷ୍ୟ ଜନ୍ମ ହେଲେ ଆଉ ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ କ'ଣ ଟଙ୍କା ପଇସା ମାନ ସମ୍ମାନ ପ୍ରତିଷ୍ଠା ପ୍ରତିପତ୍ତି ଇଏ ଆଜି ଅଛି କାଲି କି ନାହିଁ ଟଙ୍କା ଆଜି ଅଛି ଚୋରି ହେଇଗଲେ କାଲି କି ନାହିଁ ମାନ ସମ୍ମାନ ଆଜି ଅଛି ଇଲେକ୍ସନରେ ହାରିଗଲେ କାଲି କି ନାହିଁ ଆଇଏସ୍ ଅଫିସର ଆଜି ଅଛନ୍ତି ରିଟାୟାର୍ଡ ହେଲା ପରେ କାଲି କି ନାହିଁ ପୁଅ ଆଜି ଅଛି ଆକ୍ସିଡେଣ୍ଟରେ କାଲି କି ନାହିଁ ଯିଏ ଆଜି ଅଛି କାଲି କି ନାହିଁ ଆମେ ତାକୁ ଭଲ ପାଉଛେ ହେଲା ଇଏ ହେଲା ଆମର ଦୁଃଖ ତାକୁ କୁହାଯାଏ ମୋହ ଯିଏ ଆଗରୁ ଥିଲେ ଏବେ ବି ଅଛନ୍ତି ଭବିଷ୍ୟତରେ ରହିବେ ତିନି କାଳ ଅତୀତ ବର୍ତ୍ତମାନ ଭବିଷ୍ୟତ ତିନି ଅବସ୍ଥା ସୁପ୍ତ ସ୍ୱପ୍ନ ଜାଗ୍ରତ ତିନି କାଳ ତିନି ଅବସ୍ଥାରେ ଯାହାର ପରିବର୍ତ୍ତନ ନାହିଁ ସିଏ ମୋ ଜଗନ୍ନାଥ ମହାପ୍ରଭୁ ସିଏ ମୋ ରାମ ଭଗବାନ ସିଏ ମୋ କୃଷ୍ଣ ଭଗବାନ ଏମିତି ଆମେ ହଜାର ଆସିଲେଣି ହଜାର ଗଲେଣି ମୋ ପ୍ରଭୁ ଜଗନ୍ନାଥ ବସିଛନ୍ତି ସଜନ ବୃନ୍ଦ ଆଜି ସେଇ ପ୍ରଭୁ ଜଗନ୍ନାଥଙ୍କର କଥା ଆରମ୍ଭ ହୋଇଛି ନା ନାଇଁ ଇଏ ହଉଛି କଥା सुन रे भाई राम कथा सुन रे भाई कृष्ण कथा गोटे है कृष्ण कथा आ गोटे कथा राम कथा रसमय कथा आउ जो जगा मोर बसी आम जगन्नाथ महाप्रभु जे देवता मानकर राजा तीर्थ जो सर्वश्रेष्ठ क्षेत्र वैकुंठ साक्षात वैकुंठ रूपम क्षेत्र श्री पुरुषोत्तम क्षेत्रनामपि क्षेत्रंच तीर्थनामपि दुर्लभम तीर्थ मानक भितर जे दुर्लभ जेमिति जोनि मानक भितर दुर्लभ है मनुष्य जोनि तीर्थ मानक भितर श्रेष्ठ है पुरुषोत्तम क्षेत्र साक्षात वैकुंठ रूपम भाई आमे वैकुंठ को जीवा कौन आमे वैकुंठ रे ही अच्छे नाई कि तेणु सज्जन वृंद आमे वैकुंठ रे बसी वैकुंठाधिपति सर्वश्रेष्ठ ठाकुर आम जगन्नाथ महाप्रभु आउ आमे कौन ताकू एमिति भाषा व्यवहार करछे
हे प्रभु आपण वैकुंठर ठाकुर ब्रह्मांड माल माल होई जालम कूपे विराज होई आपण तीन काल तीन अवस्था आपणकर परिवर्तन नाही आपण शून्य आपण पूर्ण आपण साकार आपण निराकार आपण ब्रह्म आपण अचिंत्य आपण अव्यक्त आपण शाश्वत आपण सनातन आपण ब्रह्म स्वरूप विराज करते दारु ब्रह्म भजे किंतु भाई से कथा के ओडिया मौसी कहिनी ओडिया मौसी कौन कही मो जगा मो कालिया ओडियांकर आत्मा ओडियांकर प्राण ओडियांक मनर प्रभु ओडियांक हृदय ठाकुर ओडियांकर जीवर जीवन आम जगन्नाथ महाप्रभु जार बाहु छाया तले शताब्दी शताब्दी धरी सांस्कृतिक एक सुंदर धारा बही आसी जो धारा समस्त ओडिया को प्राणवंत करिछि जीवंत करिछि मो महाप्रभुंकर संस्कृति मो महाप्रभुंकर परंपरा मो महाप्रभुंकर आज्ञा को जी अवमानना करिब सी केबे हेले ऊपर उठी पारिबनी आ जी संघर्ष करछि महाप्रभुक पाई जे लड़ाई करछि महाप्रभुक पाई चिरंतन शाश्वत है कि से रहीगला सी किए बा आम ओडियार गेलाप आम प्राण आम आत्मा आम जगन्नाथ महाप्रभु ओडियार गेला पुओ तू कालिया ओडियार कुड़िया रे सुना थालिया ओडियानी माउसीर पोड़ पिठा प्रिय तोर ओडियानी माउसीर पोड़ पिठा प्रिय तोर कालिया रे कालिया रे कालिया रे झुरे तोते सारा दुनिया ओडिया गेला पुआ तू कालिया ओडिया गेला पुआ तू कालिया ओडिया गेला पुआ तू कालिया बोले जगन्नाथ भगवान की